ମୁଲ୍ଲାପେରିୟର ଡ୍ୟାମ୍ ଇଜ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ମୁଲ୍ଲାପେରିୟର ଡ୍ୟାମ୍ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, କେରଳ ରାଜ୍ୟରେ ମୁଲ୍ଲାପେରିୟର ଡ୍ୟାମ୍ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ଓନ୍ ଦ ଅଣ୍ଡର-19 ଏସିଆ କପ୍ 2024 ଟାଇଟଲ୍? ଅଣ୍ଡର-19 ଏସିଆ କପ୍ 2024 ଟାଇଟଲ୍ କିଏ ଜିତିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ବାଂଲାଦେଶ। ପରବର୍ତ୍ତୀ ପ୍ରଶ୍ନ, ଭେରୋନିକା ବ୍ୟାଚେଲେଟ୍ ବିଲଙ୍ଗସ୍ ଟୁ ହ୍ୱିଚ୍ କଣ୍ଟ୍ରି ହୁ ହାଜ୍ ରିସିଭଡ୍ ଦ ଇନ୍ଦିରା ଗାନ୍ଧୀ ପିସ୍ ପ୍ରାଇଜ୍ 2024? ଭେରୋନିକା ବ୍ୟାଚେଲେଟ୍ କେଉଁ ଦେଶର ଅଟନ୍ତି ଯିଏ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର 2024 ପାଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଚିଲି। ପରବର୍ତ୍ତୀ ପ୍ରଶ୍ନ, ଦ ୟୁନାଇଟେଡ୍ ନେସନ୍ସ ଜେନେରାଲ୍ ଆସେମ୍ବଲି ହାଜ୍ ଡିକ୍ଲାର୍ଡ ହ୍ୱିଚ୍ ଡେ ଆଜ୍ ୱାର୍ଲଡ ମେଡିଟେସନ୍ ଡେ? ମିଳିତ ଜାତିସଂଘର ସାଧାରଣ ସଭା କେଉଁ ଦିନକୁ ବିଶ୍ୱ ଧ୍ୟାନ ଦିବସ ବୋଲି ଘୋଷଣା କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 21 ଡିସେମ୍ବର। ମିଳିତ ଜାତିସଂଘର ସାଧାରଣ ସଭାରେ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିକମ୍ ଦ ନ୍ୟୁ ପ୍ରେସିଡେଣ୍ଟ ଅଫ୍ ଦ ଏସିଆନ୍ କ୍ରିକେଟ୍ କାଉନସିଲ୍ ACC? ଏସିଆ କ୍ରିକେଟ୍ ପରିଷଦ ACCର ନୂତନ ସଭାପତି କିଏ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ସାମି ସିଲଭା। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ କଣ୍ଟ୍ରି ହାଜ୍ ଚେୟାର୍ଡ ଦ ୟୁନାଇଟେଡ୍ ନେସନ୍ସ ନାର୍କୋଟିକ୍ସ କମିଶନ୍ ଫର୍ ଦ ଫାର୍ଷ୍ଟ ଟାଇମ୍? କେଉଁ ଦେଶ ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ନାର୍କୋଟିକ୍ କମିଶନର ଅଧ୍ୟକ୍ଷ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଅଫ୍ ଦ ଫଲୋଇଂ ହାଜ୍ ବିକମ୍ ଇଣ୍ଡିଆସ୍ ଫାର୍ଷ୍ଟ ଇଣ୍ଡିଜିନିୟସଲି ଡେଭଲପ୍ଡ ଆଣ୍ଟିବାୟୋଟିକ୍? ନିମ୍ନଲିଖିତ ମଧ୍ୟରୁ କେଉଁଠି ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଆଣ୍ଟିବାୟୋଟିକ୍ ହୋଇପାରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ନାଫିଥେରମାଇସିନ୍। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ରିସିଭଡ୍ ଦ PSU ଟ୍ରାନ୍ସଫରମେସନ୍ ଆୱାର୍ଡ ଫର୍ ଇନୋଭେସନ୍? ଇନୋଭେସନ୍ ପାଇଁ PSU ପରିବର୍ତ୍ତନ ପୁରସ୍କାର କିଏ ପାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, SECI। ପରବର୍ତ୍ତୀ ପ୍ରଶ୍ନ, ବଶର ଅଲ୍ ଆସାଦ ୱାଜ୍ ଦ ପ୍ରେସିଡେଣ୍ଟ ଅଫ୍ ହ୍ୱିଚ୍ କଣ୍ଟ୍ରି ହୁ ହାଜ୍ ଲେଫ୍ଟ ଦ କଣ୍ଟ୍ରି ବାଇ ରିଜାଇନିଂ ଫ୍ରମ୍ ଅଫିସ୍? ବଶର ଅଲ୍ ଅସଦ କେଉଁ ଦେଶର ରାଷ୍ଟ୍ରପତି ଥିଲେ ଯିଏ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ସିରିଆ। ପରବର୍ତ୍ତୀ ପ୍ରଶ୍ନ, ୱେର୍ ହାଜ୍ ଇଣ୍ଡିଆସ୍ ଫାର୍ଷ୍ଟ ହାଇପରଲୁପ୍ ଟେଷ୍ଟ ଟ୍ରାକ୍ ବିନ୍ ବିଲ୍ଡ? ଭାରତର ପ୍ରଥମ ହାଇପରଲୁପ୍ ଟେଷ୍ଟ ଟ୍ରାକ୍ କେଉଁଠାରେ ନିର୍ମାଣ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, IIT ମାଡ୍ରାସ। ପରବର୍ତ୍ତୀ ପ୍ରଶ୍ନ, ଦ ଫୋର୍ଥ ମେକଂଗ ଗଙ୍ଗା ଧାମ ଯାତ୍ରା ହାଜ୍ ଷ୍ଟାର୍ଟେଡ୍ ଫ୍ରମ୍ ହ୍ୱିଚ୍ କଣ୍ଟ୍ରି ହାଜ୍ ରିଚ୍ଡ ଇଣ୍ଡିଆ? ଚତୁର୍ଥ ମେକଂଗ ଗଙ୍ଗା ଧାମ ଯାତ୍ରା କେଉଁ ଦେଶରୁ ଭାରତରେ ପହଞ୍ଚିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଥାଇଲାଣ୍ଡ।